ତିନିଟା ଲିଗାମେଣ୍ଟ ଖରାପ ହେଇଯାଇଥିଲା। ତିନିଟା ଲିଗାମେଣ୍ଟ ଖରାପ ହେଲା ପରେ ମୁଁ ଡକ୍ଟର ପାଖକୁ ମେଡିସିନ ଯେତେ ଖାଇଲେ ବି କମିଲାନି, ଖାଲି ପେନ୍ ହେଲା। ତାପରେ ଆୟୁର୍ବେଦିକ ଚିକିତ୍ସା କଲି, ସେଠି ମାଲିସ କଲେ, ସେକ ଦେଲେ, ସେଥିରେ ବି କମିଲାନି। ବହୁତ ପେନ୍ ହେଲା, ଆଉ ଯେମିତି ବାନ୍ଧି ଦେଇଥିଲେ, ଖୋଲିଲା ପରେ ପେନ୍ କହିଲେ କି ଆଉ ମେଡିସିନ ଲେଖିଦେଲେ, କହିଲେ ଆଉ ତମେ ଫିଜିଓଥେରାପି କର। ଫିଜିଓଥେରାପି ମୋ ଭାଉଜ ଆଣିକିରି ଏଇ ଆମର ବିମଲ ସାର୍ ପାଖରେ ଆଣି ପହଞ୍ଚେଇଲେ। ବିମଲ ସାର୍ କହିଲେ ହଉ କିଛି ଅସୁବିଧା ନାହିଁ, ଆପଣଙ୍କର ତିନିଟା ପ୍ରୋବ୍ଲେମ ଅଛି ଲିଗାମେଣ୍ଟର, ଆଉ ଆପଣ 15 ଦିନ ପରେ ଭଲ ହେଇଯିବେ। 15 ଦିନ ପରେ ମୁଁ ଆସିଲି, ତାପରେ ଯାହା ଫିଜିଓଥେରାପି ସବୁ କଲେ, କଲା ପରେ ଟିକେ ଭଲ ଲାଗିଲା। ଯାହା ପ୍ରୋବ୍ଲେମ ଥିଲା ସବୁ ସର୍ଟ ଆଉଟ୍ କରିକିରି ତା ଫିଜିଓଥେରାପି ଯେତେ ଥେରାପି ଅଛି ସବୁ ଥେରାପି ଆପ୍ଲାଏ କଲେ, ଆପ୍ଲାଏ କଲା ପରେ ଭଲ ଲାଗିଲା। ଏବେ ଠିକ ଲାଗୁଛି ତ? ଏବେ ସ୍କୁଟି ବି ଚଲେଇଲି, ଆଉ ଯାହା ଥିଲା ଏବେ ଭଲ ଲାଗୁଛି ମତେ। ଫ୍ରି ଲାଗୁଛି ତ ଆପଣଙ୍କୁ? ଠିକ ଲାଗୁଛି